କବିତାର ସମାହାର କବିତାଞ୍ଜଳିକୁ ଆପଣ ସମସ୍ତଙ୍କୁ ସ୍ୱାଗତ। କବିଙ୍କ ବିଷୟରେ ଜାଣିବା। କବି ଶରତ କୁମାର ଦାସଙ୍କ ବିଷୟରେ, ଯାହାଙ୍କ ଲେଖନୀରୁ ଅନେକ ଗୀତ ଆପଣମାନେ ଶୁଣିଛନ୍ତି ଆଉ ପସନ୍ଦ ମଧ୍ୟ କରିଛନ୍ତି। ମୁଁ ଯେ ତାଙ୍କ ବିଷୟରେ କ'ଣ ଅଧିକା କହିବି, ତାଙ୍କ ଲେଖାଗୁଡ଼ିକ ଖୁବ୍ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ। ତେଣୁ ଏହି ଚ୍ୟାନେଲରେ ତାଙ୍କ କବିତାର ପିଢ଼ିକୁ ଖୋଲିବା। ସୁନ୍ଦରୀଟିଏ ଦେଖିଲେ କାହାର ବା ମନ ହୁଏନି ଘୁରି ଘୁରି ତାକୁ ଦେଖିବାକୁ। ଯଦି ସେଇ ଝିଅଟି ମୁହଁକୁ ଚାହିଁ ଟିକେ ହସିଦିଏ, ଲାଗେ ଦୁନିଆର ସବୁ ଖୁସି ଆଜି ହାତ ମୁଠାରେ। ଚପଳା ପରି ଚଞ୍ଚଳା ଅପୂର୍ବ ସୁନ୍ଦରୀ ମୋନାଲିସା ହୃଦୟକୁ ତା ରେଣୁ ରେଣୁ ପ୍ରେମରେ ଜାଳିଦିଏ ତାକୁ ଚାହୁଁଥିବା ପ୍ରତିଟି ପ୍ରେମିକକୁ। ହେଲେ ସେ କେବେ ଧରା ଦିଏନି, ଲୁଚକାଳି ଖେଳି ଖେଳି କୁଆଡ଼େ ଉଭେଇଯାଏ। ଏହି ମୋନାଲିସାକୁ ନେଇ କବି ଶରତ କୁମାର ଦାସଙ୍କ ନିଜ ଅନୁଭବରୁ ଆଉ ଏକ କବିତା। ଆସନ୍ତୁ ଜାଣିବା କ'ଣ ରହିଛି ଏ ସୁନ୍ଦର କବିତାରେ। କବିତାର ଶୀର୍ଷକ ମୋ ହାତରେ ଧରା ଦେ ମୋନାଲିସା। କାଗଜ କଲମ ଧରି ଘାଣ୍ଟି ହେଲା ବେଳେ ଦରଜା ଠେଲି ସାମ୍ନାରେ ଆସି ଛିଡ଼ା ହେଇଯାଏ ମୋନାଲିସା। ପାନପତର ପରି ମୁହଁ, କୁଞ୍ଚୁ କୁଞ୍ଚିଆ ଘନ କେଶ, ଖୋଜିଲା ଖୋଜିଲା ଆଖି, ଜିନ୍ ଆଉ ଟପ୍ରେ ଜୁଆରିଆ କୁଆଁରୀ ଦେହ। କବିତା ଉତୁରିବ କ'ଣ, ହାତରୁ କଲମ ଖସି ପଡ଼େ। କିଛି କହିବି ବୋଲି ଭାବିଲା ବେଳକୁ ସେ ଫୁର୍ କିନା ଉଡ଼ିଯାଇ ବସିଯାଏ କୃଷ୍ଣଚୂଡ଼ା ଡାଳରେ। ତାପରେ ଏ ଡାଳରୁ ଆର ଡାଳ, ପୁଣି ଆର ଡାଳରୁ କୁଆଡ଼େ ଉଭେଇଯାଏ। ମୋନାଲିସା କେବେ ଚାଲିଆସେ ନଈ ପଠାକୁ ଜହ୍ନ ଆଲୁଅରେ, ଆମ୍ବ ତୋଟାକୁ ବଉଳ ମହକିଲେ, ଝାଉଁ ବଣକୁ ଶୀତର କଅଁଳ ଖରାରେ। ଢେର ଲୁଚକାଳି ଖେଳେ, ସ୍ୱପ୍ନରେ ଆସି ଛାତିରେ ଆଉଜି କେତେ କଥା କହିଯାଏ। ମୋନାଲିସା ସବୁ ଝିଅଙ୍କ ପରି, ଦେଖାହେଲେ ହସିଦେଇ ଲୁଚିଯାଏ, ମୁହଁ ମୋଡ଼ିଦେଲେ ରାଗ ଅଭିମାନରେ ଲାଲ ପଡ଼ିଯାଏ। ମୋନାଲିସା ବୁଝେ ନାହିଁ ଭୋକ, ନିରାଶା, ଅପେକ୍ଷାର ମାନେ କ'ଣ। ତାକୁ ଝୁରି ଝୁରି କେତେ ବିନିନ୍ଦ୍ର ରଜନୀ ଯାଇଛି ମୋ ବିତି। ସ୍ୱପ୍ନ ଦେଖି ଚିତ୍କାର କରିଛି, ବାଟ ଭୁଲି ପାଦରୁ ରକ୍ତ ଝରିଛି। ମୋନାଲିସା, ତୋର ତ ଜୀବନ ମହକୁଛି ସଜଫୁଟା ଫୁଲ ପରି, କେମିତି ବୁଝିବୁ ମୋ ଅନ୍ତର ବେଦନାକୁ। ତୋତେ ରାଣ ମୋନାଲିସା, ମୋ ହାତରେ ଆସି ଧରା ଦେ, ତୋ ବିନା ଜଳି ଜଳି ମୁଁ ପାଉଁଶ ହେଇଯିବି। ଭଲ ଲାଗିଲା ନା କବିତାଟି? ଯଦି ଭଲ ଲାଗିଲା ତାହେଲେ ଜାଣିଛନ୍ତି ତ କ'ଣ କରିବେ। ଭିଡ଼ିଓ ଟିକେ ଲାଇକ୍ କରିଦେବେ, ଭିଡ଼ିଓକୁ ଆମ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ଉପସ୍ଥାପନାରେ ଯଦି କିଛି ଦୋଷ ତ୍ରୁଟି ରହିଗଲା କ୍ଷମା କରିବା ଅନାମିକାକୁ। ଆସିବା ଆଉ ଏକ କବିତା ସହିତ ଆସନ୍ତା ସପ୍ତାହରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।